ମ୍ୟାଚ୍ ବେଳେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଧକ୍କା ମାରି ଫସିଲେ ବିରାଟ କୋହଲି, ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। କ'ଣ ରହିଛି ସମ୍ପୂର୍ଣ୍ଣ ଖବର, ଆସନ୍ତୁ ନଜର ପକାଇବା। ଗୁରୁବାରଠାରୁ ମେଲବର୍ଣ୍ଣଠାରେ ଅନୁଷ୍ଠିତ ହୋଇଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଏବେ ବରାବର ସ୍ଥିତିରେ ରହିଛନ୍ତି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଦୌଡ଼ରେ ରହିବା ପାଇଁ ଦୁଇ ଦଳକୁ ଏହି ମ୍ୟାଚ୍ ଜିତିବା ନିହାତି ଜରୁରୀ ହୋଇପଡ଼ିଛି। ଏହି ସିରିଜରେ ଉଭୟ ଦଳ ନିଜ ନିଜର ଦମ୍ ଦେଖାଇ ଆସୁଛନ୍ତି। ସେହିଭଳି ଏହି ଟେଷ୍ଟରେ ମଧ୍ୟ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳୁଛି। ଏସବୁ ଭିତରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଜି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ ସ୍ୟାମ୍ କନ୍ଷ୍ଟାନ୍ସ ଏବଂ ଉସ୍ମାନ ଖ୍ୱାଜା। ମ୍ୟାଚ୍ର 10ମ ଓଭର ଚାଲିଥିବା ବେଳେ କନ୍ଷ୍ଟାନ୍ସଙ୍କୁ ବିରାଟ କୋହଲି କାନ୍ଧରେ ଧକ୍କା ମାରିଥିଲେ। ଏହାକୁ ନେଇ କନ୍ଷ୍ଟାନ୍ସଙ୍କ ସହ ବିରାଟ କୋହଲିଙ୍କ ଯୁକ୍ତିତର୍କ ହୋଇଥିଲା। ତେବେ ଏହି ଘଟଣା ଆଇସିସି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବାରୁ ଦୁଇ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ଆଇସିସି। ବିରାଟ କୋହଲି ଜାଣିଶୁଣି ତାଙ୍କୁ ଧକ୍କା ଦେଇଥିବାରୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ମଧ୍ୟ କରାଯାଇପାରେ ତାଙ୍କୁ।